ଆପଣ କଣ ଗରିବ ଲୋକ? ମୁଁ ଗରିବ ଲୋକ ନାହିଁ ତ। କିଏ କହିଲା ଆପଣ ପୁରା 2.5 ଲକ୍ଷ ଟଙ୍କାର ଚଷମା ପିନ୍ଧୁଛନ୍ତି। ହଁ ମୁଁ ଗରିବ ବୋଲି ତ କହୁନି। ହଁ। ଏଇଟା ମୋ ପୁଅ ପୁତୁରା ଯେତେବେଳେ ବାହାରକୁ ଯାଇଛନ୍ତି ଚଷମା ଆଣିଛନ୍ତି। ଏଇଟା ମୋ ପୁତୁରା ଏଇଟା ଅଛି, ସେ ବାହାରେ ଅଛି, ସେ ଧରିକି ଆସିଥିଲା। ଆଉ ଗୋଟେ ଏଇଟା ଲୁଇ ଭିଟନ ର ଚଷମା। ଲୁଇ ଭିଟନ କେତେ ଟଙ୍କା ଦାମ? ଏଇଟା 2.5। 2.5 ଲକ୍ଷ ଟଙ୍କାର ଚଷମା। ତ ଆପଣଙ୍କର ଜୀବନରେ ଆଶା ଆକାଂକ୍ଷା କିଛି ନାହିଁ? କିଛି ନାହିଁ। ମୁଁ ଭଲ ଖାଇବି, ଭଲ ପିନ୍ଧିବି, ଖାଦି ପିନ୍ଧି ମାନେ ଚାଲିଲା। ମୁଁ କେବେ କେବେ ବି କୌଣସି ପରିସ୍ଥିତିରେ ମୋ ଯୋଡ଼ିଏ ନିର୍ବାଚନ ମଣ୍ଡଳୀ କୋରାପୁଟରେ ବି ଥିଲି। କେ ଦୁର୍ନୀତି କଥା କେହି କହିପାରିବେନି। ଆଜି ବି ମୁଁ ଅଛି। ସେଗୁଡାକ ଶୁଣିଲା ବେଳକୁ ମତେ କାହିଁ ଖରାପ ଲାଗେ। ନେତା ହେଇଛନ୍ତି ଆପଣ, ଆଉ ଦୁର୍ନୀତି ମୁଁ କରିବେନି ଏଇଟା ବି ଆପଣ ଆଗରେ ଚ୍ୟାଲେଞ୍ଜ କରି କହିବି, ମୁଁ ପଇସା ନିଏ, ନିର୍ବାଚନ ସମୟରେ କିଏ ଦେଲେ ନିଏ, ବାକି ସମୟରେ ନା ନିଅନ୍ତି। ମୋର ଆବଶ୍ୟକତା ନାହିଁ। 2.5 ଲକ୍ଷ ଟଙ୍କାର ଚଷମା କେମିତି କିଣିଲେ? ଆରେ ମୋ ପୁତୁରା ଝିଅରେ 5 ଲକ୍ଷ ଟଙ୍କା ଦରମା ପାଉଛି, 2.5 ଲକ୍ଷ ଟଙ୍କା ଚଷମା ପିନ୍ଧେ, ସେ କେତେଟା ମୁଁ ତାଠୁ କଣ ନେବି? ଯାହାର ଚଷମା 2.5 ଲକ୍ଷ ଟଙ୍କା, ତା ଜୋତା ବି ସେମିତି ହେଇଥିବ, ତା ଗାଡି ବି ସେମିତି ହେଇଥିବ। ହଁ ନାଇଁ ଗାଡିରେ ମୁଁ ତ ଆଗରୁ ତ ଗାଡି ଆଗରୁ ଯୋଉ ଗାଡି ଚଢୁଥିଲି କଷ୍ଟଲି, ସେଇଟା ଏବେ ନାହିଁ। ଏବେ କେତେ ଟଙ୍କିଆ ଗାଡି ଚଢୁଛନ୍ତି? ଏବେ ତ ବ୍ୟାଙ୍କ ଲୋନ୍ ନେଇକିରି ଭାଇ ଗୋଟେ ଦେଇଛି ଅଛି, ଫର୍ଚୁନର ଅଛି, ଇଣ୍ଡୋଭର, ପୁରୁଣା ଇଣ୍ଡୋଭର ଅଛି। ଆପଣ ଟିକେ ସୌକିଆ ଲୋକ। ହଁ ପିଲାବେଳଠୁ ସକ୍। ହଁ ପିଲାବେଳଠୁ ସକ୍। ପିଲାବେଳଠୁ ସକ୍। ହଁ ଏଇଟା କମ୍ପ୍ରମାଇଜ ନାହିଁ। ପଢାପଢି ଆପଣ କେତେ କରିଛନ୍ତି? ମୋ ପାଠ ଉପରେ କାହିଁ ଯାଉଛନ୍ତି? ତଥାପି କେତେ ପାଠ ପଢିଛନ୍ତି ଆପଣ? ମୁଁ ଯଦି ଆଜି ମୁଁ ମାଟ୍ରିକ ତ ପାସ୍ ହେଇନି, ବହୁତ ଥର ଦେଲି, ଚେଷ୍ଟା କରିଛି। କେତେ ଥର ଦେଇଛନ୍ତି? 5-6 ଥର ଦେଇଥିବି, 7 ଥର ଦେଇଥିବି, ମୁଁ ଚେଷ୍ଟା କରିଛି। 6-7 ଥର ଫେଲ ହେଲେ? ହଁ ଫେଲ ବୋଲେ କଣ, ମୁଁ କଥା ଦିଟା ଆପଣ ମାଟ୍ରିକ ଫେଲ? ମାଟ୍ରିକ ଫେଲ, ପୁରୁଣା ମାଟ୍ରିକ ଫେଲ ବୋଲ। ତାପରେ ସପ୍ତମ ଯାଏ ପଢିଛନ୍ତି ତ, କ୍ଲାସ 7? ନାଇଁ ମୁଁ ବହୁତ ହାଇସ୍କୁଲରେ ପାଠ ପଢିଲି। ବହୁତ ହାଇସ୍କୁଲରେ? ମାନେ ହାଇସ୍କୁଲ ଯୋଉଟେ ଫେଲ ହେଇଯିବି, ଆଉ ଗୋଟେ ସ୍କୁଲ ନେଇକି ବାପା ନନା ଚେଷ୍ଟା କଲେ ବହୁତ ଯେ। ହଁ ନନା ବହୁତ ଚେଷ୍ଟା କଲେ, କିଛି ନହେଲେ ଓକିଲ ହବୁ ଚେଷ୍ଟା କଲେ। ହେଲେ ପାଠ ପଢିଲେ ମୋ ଜୀବନରେ କେବେ ବହି ଧରିକି ପାଠ ପଢିନି। ପାଠ ମୋଟେ ପଢିନା? ମୁଁ ଜମା ପଢେନି। ଆପଣ ପୁରା ପୋଲିସରେ ଚାକିରି କରୁଥିଲେ? ହଁ ପୋଲିସ ଚାକିରି କରୁଥିଲି। କଣ ହେଲା, ସେତେବେଳେ 7 ପାସ୍ ହେଲେ ପୋଲିସ ଚାକିରି ଆମ ବେଳେ। 7? ହଁ 7 ପାସ୍ ହେଲେ ପୋଲିସ ଚାକିରି। ତ ଆପଣ ପୋଲିସ ଚାକିରି କଲେ? ମୁଁ ଷ୍ଟେଟ୍ ପ୍ରାଇଜ୍ ଥିଲି। ମୁଁ ଭଲ ଫୁଟବଲ ଖେଳୁଥିଲି, ଭଲ ମାରପିଟ ବି କରୁଥିଲି। ମାରପିଟ କରୁଥିଲେ? ମାରପିଟ ବି କରୁଥିଲି, ଫୁଟବଲ। ଆପଣ ଜୟନାରାୟଣ ମିଶ୍ରଙ୍କୁ ମାରିଲେ ନା ଜୟନାରାୟଣ ମିଶ୍ର ଆପଣଙ୍କୁ ମାରିଲେ? ମୁଁ ତାକୁ ସମ୍ମାନ ଦିଏ, ମୁଁ କେବେ ମାରିବିନି ତାକୁ। କଲରଟା କିଏ କାହାର ଧଇଲେ? ଜୟନାରାୟଣ ଦାଦା ମୋର କଲର ଧରିଲା। କଲର ଧରିଲେ? ଆପଣ କଲର ଧରିଲା ବେଳେ ଆପଣ ପାଟିତୁଣ୍ଡ କଲେ ନା କେମିତି କଲେ? ମୁଁ ଚୁପ୍, ଆପଣ ଦେଖନ୍ତୁ ଭିଡିଓ, ମୁଁ ଚୁପ୍ ଅଛି। କଲର ଆପଣଙ୍କର ଧରିଲେ, ଆପଣ ଚୁପ୍ ହେଇଗଲେ? ଚୁପ୍। କେମିତି? ଦେଖନ୍ତୁ, ମୁଁ ଯାଉ ଥରେ ସମ୍ମାନ ଦିଏ, ମୁଁ ତାକୁ କେବେ ଆକ୍ଷେପ କରେନି। ଆପଣଙ୍କ କଲର ଧରିଲେ ବି ଆପଣ? ନାଇଁ, ମୁଁ ତାକୁ ପଚାରିଲେ କେବେ ବି ତାକୁ ମିସବିହେଭ କରିନି। ମୁଁ ତାକୁ ବହୁତ ସମ୍ମାନ ଦିଏ। କଲର ଧରିଲା ପରେ ଆପଣ ଥମ ହେଇଗଲେ? ନାଇଁ, ମୁଁ ଡରିକି ଥମ ହେଇନି। ଭାଇନି ପ୍ରତି କେବେ ଡରେନି, ଭଲ ଭାଇନି ପ୍ରତି କେବେ ଡରେନି କାହାକୁ। ଡରିନି କି ମୁଁ କାହାକୁ ଡରାଏନି ବି। ଆପଣ କଣ ତାଙ୍କ ହାତକୁ ଛିଟେଇ ଦେଲେ ନା କେମିତି? ହଁ ମୁଁ ତାକୁ ବହୁତ କଷ୍ଟ ଛିଞ୍ଚାଡ଼ି ବାହାର କଲି। ସେ ଆପଣଙ୍କ କଲରଟାକୁ କାହିଁ ଧରିଲେ? ଗୋଟେ ଲୋକ, ଗୋଟେ ସିନିୟର ଲୋକ, କଣ କହିବି? ସିଏ ଯେବେ ଏମଏଲଏ, ମୁଁ ସେବେ ଏମଏଲଏ। ବିଜେପିର ମିଳିତ ଭାବରେ ସେ ଡେପୁଟି ଚିଫ ହୁଇପ୍ ଥିଲେ, ତାକୁ ମନ୍ତ୍ରୀ ହେଲେ। ଆଉ ସିଏ ମୋ କଲର ଧରିଲେ, ମୁଁ ଆଉ କହିବି କଣ ତାଙ୍କୁ? କିଛି କହିପାରିଲେ? ନାଇଁ, ମୁଁ ପରେ ପଚାରିଲି, ଦାଦା ଏତେଟା ସେଇଟା ଠିକ କଲନି ବୋଲି। ନାଇଁ, ମୁଁ ତତେ ହିରୋ କରିଦେଲି, ତୁ ମତେ ମାରିଥିଲି ଯେ 2000 ମସିହାରେ। ଆପଣ ମାରିଥିଲେ? ମୋର ମନେ ନାହିଁ। ସେ ମନେ ରଖିଛନ୍ତି? ବଡ ଲୋକକୁ ଉତ୍ତର ଦେଇ। ସେ ବଡ ଲୋକ? ତାଙ୍କ ସରକାର ଅଛି, ତାଙ୍କ ଆଧିପତ୍ୟ ଚାଲିଛି, ସେ ଯେତେବେଳେ ଯାହା ଚାହିଁଲେ କହିପାରୁଛନ୍ତି, ତାଙ୍କୁ ଆମେ କଣ କହିବା?